ମୋ ନାଁ ରମେଶ ନାରାୟଣ ପ୍ରହରାଜ। ମୁଁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଛାତ୍ର ଜନତା ପୂର୍ବତନ ସଭାପତି ଥିଲେ, ଜିଲ୍ଲା ସଭାପତି ଥିଲେ। ପ୍ରଶାନ୍ତ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଯେଉଁ ସ୍ମୃତି ସଭା କରାଯାଉଛି, ତ ବିଜୁ ଛାତ୍ର ଜନତା ଦଳ ନେତା ଥିଲେ, କଲେଜର ପ୍ରେସିଡେଣ୍ଟ ଥିଲେ, କାଉନସିଲର ମଧ୍ୟ ଥିଲେ। ଆଜିର ଯେଉଁ ତାଙ୍କର ଶୋକସଭା ଆଜି ଗୋଟେ ଅତି ଦୁଃଖର ଦିନ। ପ୍ରଶାନ୍ତ ପଟ୍ଟନାୟକ ବାପି ଭାଇ ସମସ୍ତଙ୍କ ଆଦରର ମଣିଷଟିଏ ଥିଲେ। ସେ ଯେଉଁ ଦାୟିତ୍ୱ ନେଉଥିଲେ ସୁଚାରୁ ରୂପରେ କରୁଥିଲେ ଏବଂ ଭଲ ଭାବରେ କରୁଥିଲେ। ଛାତ୍ର ରାଜନୀତିରେ ଆମମାନଙ୍କ ଗୁରୁ ସିଏ ଥିଲେ ଏବଂ ବହୁତ ଛାତ୍ର ନେତା ସେ ହାତରେ ତିଆରି କରିଛନ୍ତି ଏବଂ ଏଇଠୁ ତିଆରି ହେଇକରି ବିଭିନ୍ନ ଦଳରେ ସେମାନେ ଆଜି ବହୁତ ଭଲ ଜାଗାରେ ଅଛନ୍ତି। କଂଗ୍ରେସ ହଉ, ଆପ୍ ହଉ, ବିଜେପି ହଉ, ଛାତ୍ର ନେତା ତିଆରି କରିଛନ୍ତି। କାଉନସିଲର ଥିଲେ। ପୁରୀ ସହରରେ କେଉଁଠି ଗୋଟେ ଡବଲ ରାସ୍ତାଟିଏ ନଥିଲା। ପ୍ରଥମ ସେ ତାଙ୍କର ଉଦ୍ୟମରେ ପେଣ୍ଠମଣ୍ଡାରେ ଡବଲ ରାସ୍ତା ହେଇଥିଲା ବୋଦାନରେ, ଯେଉଁଟାକି ତାଙ୍କର ଗୋଟେ ଚିରସ୍ମରଣୀୟ ଜିନିଷ। ଲେବରର ସଭାପତି ଥିଲେ। ଲେବରର ଯେତିକି କାମ କରିକି ପୁରୀ ସହରରେ ଯେତିକି ଲେବର କାର୍ଡ଼ କରିଛନ୍ତି ତାକୁ କେହି ଭୁଲି ପାରିବେ। ସେ ଗୋଟେ କର୍ମବୀର ଥିଲେ ଏବଂ ତାଙ୍କର ଯେଉଁ ଦେହ ଖରାପ ହେଲା ସବୁବେଳେ ଲୋକଙ୍କ ସେବା, ଲୋକଙ୍କର କାମ, ତା ପାଇଁ ଯେଉଁ ସବୁବେଳେ ସମୟ ଦେଇକରି ନିଜ ଶରୀର ପ୍ରତି ଅବହେଳା କରି ଲୋକଙ୍କ କାମରେ ଉତ୍ସର୍ଗୀକୃତ ରହିଲେ ଏବଂ ସେହି ସକାଶେ ତାଙ୍କ ଦେହ ବହୁତ ଦୁର୍ବଳ ହେଲା ଏବଂ ସେ ଆମମାନଙ୍କୁ ଅତି କମ୍ ବୟସରେ ଛାଡ଼ି ଚାଲିଗଲେ। ଏଇଟା ଆମ ଦଳ ପାଇଁ ନୁହଁ, ପୁରୀ ସହର ପାଇଁ ଏବଂ ସବୁ ଯୁବକ ଛାତ୍ରମାନଙ୍କ ପାଇଁ ଗୋଟେ ଅପୂରଣୀୟ କ୍ଷତି। ସେ କ୍ଷତି କେବେ ବି ପୂରଣ ହେବ ନାହିଁ। ଶୁଣାଯାଉଛି ଯେ ପୁରୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ କାଉନସିଲର ଜିତିଥିଲେ। ନା, ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତି ନଥିଲେ। ସେ ବିଜୁ ଜନତା ଦଳର କ୍ୟାଣ୍ଡିଡେଟ୍ ହେଇକି ଜିତିଥିଲେ, କାଉନସିଲର ଜିତିଥିଲେ, ସ୍ୱାଧୀନ ଜିତି ନଥିଲେ। ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଥିଲେ ଏବଂ ତାପରେ ସେ କାଉନସିଲର ବିଜୁ ଜନତା ଦଳର ଟିକେଟରେ ଜିତିଥିଲେ, ସ୍ୱାଧୀନ ଜିତି ନଥିଲେ। କହିବାକୁ ଗଲେ ଯେଉଁ ବାପି ବାବୁଙ୍କର ମୃତ୍ୟୁ ହେଇଛି କେବଳ ପେଣ୍ଠକଟା ନୁହଁ, ପୁରୀ ପାଇଁ କ୍ଷତି ଅଛି। ସିଏ ପୁରୀ ସହର ପାଇଁ କରିଥିଲେ, ଖାଲି ପେଣ୍ଠକଣ୍ଡାରେ ସୀମିତ ନଥିଲେ। ପୁରୀ ଜିଲ୍ଲାରେ ସଂଗଠନକୁ ମଜବୁତ କରିଥିଲେ। ପୁରୀ ସହରରେ ବହୁତ କାମ କରିଛନ୍ତି। ଆଜି ଯେଉଁ ଲେବର କାର୍ଡ଼ ସମସ୍ତେ ଘରେ ଘରେ ଆଦୃତ ହେଇକି ଲେବର କାର୍ଡ଼ ପାଇଛନ୍ତି ତାଙ୍କ ଉଦ୍ୟମ ସକାଶେ ଏବଂ ସେ ଏଡ୍ସର ସଚେତନତା ପୁରୀ ସହରରେ ସୃଷ୍ଟି କରିଥିଲେ ଏବଂ ପୁରୀ ସହର ପାଇଁ ମ୍ୟୁନିସିପାଲିଟିରେ ପୁରୀ ସହରର ଛୋଟିଆ ସମସ୍ୟା ହେଲେ ବି ତାକୁ ଟେବୁଲ ବାଢ଼େଇକିରି ଉପସ୍ଥାପନା ଗୋଟିଏ ଲୋକ କରିଥିଲେ। ସେ ଯେକୌଣସି ଦଳର ହେଇଥାନ୍ତୁ, ଆମ ଦଳର ବିଜୁ ଜନତା ଦଳ ଚେୟାରମ୍ୟାନ୍ ଥିଲେ ବି ଲୋକଙ୍କ ସ୍ୱାର୍ଥ ପାଇଁ ସେ ସବୁ ଦଳକୁ ଦେଖୁନଥିଲେ, ଲୋକଙ୍କ ସ୍ୱାର୍ଥକୁ ପ୍ରାୟୋରିଟି ଦେଉଥିଲେ। ସେଇଟା ତାଙ୍କର ଗୋଟେ ମହଦାକାଂକ୍ଷୀର ପରିଚୟ ଏବଂ ସେ ପୁରୀ ସହର ଜିଲ୍ଲାର ପୁରୀ ସହରର ନେତା ଥିଲେ। ମୋ ନାଁ ବାବୁଲା ପ୍ରସାଦ। ମୁଁ ପୁରୀ ପାରମ୍ପରିକ ଜିଲ୍ଲା ସଭାପତି ଅଛି ଏବଂ ଏହି ଅଞ୍ଚଳର ପୂର୍ବତନ କାଉନସିଲର। ଆଉ ଆଜି ମୋର ସାଙ୍ଗ ଘନିଷ୍ଠ ବନ୍ଧୁ ପ୍ରଶାନ୍ତ ପଟ୍ଟନାୟକ ଓରଫ ବାପି ଭାଇ, ସିଏ ଆମ ଗଣରେ ନାହାନ୍ତି। ସେ ଚାଲି ଯାଇଛନ୍ତି ଅଳ୍ପ ବୟସ ମଧ୍ୟରେ। ଆମେ ସେଥିପାଇଁ ମର୍ମାହତ, ଦୁଃଖିତ ଏବଂ ତାଙ୍କର ଜୀବନ ଆତ୍ମା ସଦ୍ଗତିରେ ଯିବା ପାଇଁ, ସନ୍ମାର୍ଗ ଯିବା ପାଇଁ, ସେଇ ମହାପ୍ରଭୁ ଜଗନ୍ନାଥଙ୍କ ଚରଣାବିନ୍ଦୁ ରହିବା ପାଇଁ ଆଶା କରି ଆଜି ଆମେ ଏକ ଶୋକ ସଭା କରିଥିଲେ ଏବଂ ସିଏ ଏଇ ଆଦିବାସୀମାନଙ୍କୁ ଆଜିର ଏ ପେଣ୍ଠକଡ଼ା ଅଞ୍ଚଳର କିପରି ଉନ୍ନତି କରିଥିଲେ ଏବଂ ତାଙ୍କ ମାଧ୍ୟମରେ କେତେଟା ଗଠନମୂଳକ କାର୍ଯ୍ୟକ୍ରମ ହେଇଥିଲା ତାହାର ଆଜି ଆମେ ଶୁଣିବାକୁ ପାଇଥିଲୁ। ଏବଂ ସିଏ ବିଜୁ ଜନତା ଦଳ ଯେତେବେଳେ ହେଲା ସେତେବେଳେ ସେ ପ୍ରଥମ ଛାତ୍ର ସଭାପତି ଭାବରେ ପୁରୀ ସହରରେ ଜିଲ୍ଲା ଛାତ୍ର ସଭାପତି ଭାବରେ ଥିଲେ। ତେଣୁ ସେଇଟା ମଧ୍ୟ ଏକ ସ୍ମରଣୀୟ। ତେଣୁ ସେ ଏକାଧାରରେ ପଲିଟିକାଲ ଲିଡର, କାଉନସିଲର ଏବଂ ଆଇନଜୀବୀ ମଧ୍ୟ। ତେଣୁ ଆମେ ସମସ୍ତେ ଆଜି ଏତିକି ଠାକୁରଙ୍କ ଉପରେ ପ୍ରାର୍ଥନା କରୁଛୁ, ସେ ତାଙ୍କର ଆତ୍ମା ସଦ୍ଗତି ହେଉ, ଠାକୁର ତାଙ୍କ ପରିବାର ସମସ୍ତଙ୍କୁ ମଙ୍ଗଳମୟ କରନ୍ତୁ, ଆଶୀର୍ବାଦ କରନ୍ତୁ। ତାଙ୍କର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି, ତାଙ୍କ ଆଶୀର୍ବାଦ କରନ୍ତୁ ଏବଂ ତାଙ୍କ ସମସ୍ତ ପରିବାର ଆଶୀର୍ବାଦ କରନ୍ତୁ ବୋଲି ଏହା ଆମର ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ମୁଁ ଏନ୍ ବଳରାମ ରେଡ୍ଡି, ପୁରୀ ମ୍ୟୁନିସିପାଲିଟି କାଉନସିଲର ଏବଂ ପୂର୍ବତନ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା କୋଷାଧ୍ୟକ୍ଷ। ପ୍ରଶାନ୍ତ କୁମାର ପଟ୍ଟନାୟକ ଯିଏ ବିଜେଡ଼ିର ଯୁବ ନେତା ଭଳି କାର୍ଯ୍ୟ କରୁଥିଲେ, ପୂର୍ବତନ କାଉନସିଲର ଥିଲେ ଏବଂ ସମାଜସେବୀ ମଧ୍ୟ ଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ଆଜି ଯେଉଁ ସ୍ମୃତି ସଭା କରାଯାଉଛି, ତ କ'ଣ କହିବେ? କାରଣ ସେ ଏକାଧାରାରେ ଗୋଟେ
ବ୍ୟକ୍ତିତ୍ୱ ନୁହଁ, ପ୍ରଶାନ୍ତ ପଟ୍ଟନାୟକ ଜଣେ ନାଁ କହିଲେ ପର୍ଟିକୁଲାର ବ୍ୟକ୍ତିତ୍ୱ ନୁହଁ, ଗୋଟେ ସଂଗଠନକୁ ବୁଝାଉଥିଲା। କାରଣ ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିକି ଜିଲ୍ଲା ସଭାପତି ବିଜୁ ଛାତ୍ର ଜନତା ଦଳ ଥିଲେ, ତାପରେ ପୁରୀ ମ୍ୟୁନିସିପାଲିଟି କାଉନସିଲର ମଧ୍ୟ ଥିଲେ, ତାପରେ ଓକିଲ ସଂଘର ସେ ସଭ୍ୟ ଜଣେ ଥିଲେ ଏବଂ ସମାଜସେବୀ ବି ମଧ୍ୟ ଥିଲେ। ସେ ଛାତ୍ର ରାଜନୀତିରୁ ଛାତ୍ର ସଂଗଠନ ସମ୍ଭାଳିବା ସହ ଗରିବ ଲୋକଙ୍କର ପେଣ୍ଟକଟା ଅଞ୍ଚଳ ଏବଂ ଏ ଆଖପାଖ ଅଞ୍ଚଳର ଗରିବ ଲୋକମାନେ କେମିତି ସୁବିଧା ସୁଯୋଗ ପାଇବେ, କେମିତି ନିଜ ଏଇ ଏରିଆର ଡେଭଲପ୍ ହେବ, ସେଥିପାଇଁ ସେ ସବୁବେଳେ ପ୍ରଶାସନ ସହିତ ଏବଂ ନେତୃବୃନ୍ଦଙ୍କ ସହିତ ଲାଗି ଏ ଅଞ୍ଚଳର ବିକାଶ ମଧ୍ୟ କରୁଥିଲେ। ତେଣୁକରି ସେଇଭଳିଆ ବ୍ୟକ୍ତିତ୍ୱ ଯେଉଁ ଆଜି ଆମ ଗ୍ରହଣ ନାହାନ୍ତି, ସେଥିପାଇଁ ଆମମାନେ ବହୁତ ଦୁଃଖିତ। ଏବଂ ତାଙ୍କ ପରିବାରର ବି ସେ ମୁଖିଆ ଥିଲେ, ସେ ବଡ଼ ପୁଅ ସେ ପରିବାରର। ତେଣୁ ଭଗବାନ ତାଙ୍କ ଆତ୍ମାକୁ ତାର ସଦ୍ଗତି ଏବଂ ଆତ୍ମାକୁ ଗୋଟେ ଭଲ ଜନ୍ମ ଦିଅନ୍ତୁ, ଏତିକି ଆମର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ କାମନା। ବାପିବାଙ୍କର ମୃତ୍ୟୁ କେବଳ ପୁରୀ ସହର ନୁହେଁ, ପୁରୀ ଜିଲ୍ଲାରେ ଏକ ପୁରାଣ କ୍ଷତି କହିଲେ ଚଳିବ। ନିଶ୍ଚିନ୍ତ, କାରଣ ସେ ପୁରୀ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ଥିଲେ, ତାପରେ ପୁରୀ ଜିଲ୍ଲାର ଶ୍ରମିକ ସଂଗଠନ ସଭାପତି ମଧ୍ୟ ସେ ଥିଲେ। ଶ୍ରମିକ ସଂଗଠନ ସଭାପତି ଥିଲା ବେଳେ ସେ ପୁରୀ ଜିଲ୍ଲାର ବହୁ ନିର୍ବାଚନ ମଣ୍ଡଳୀର ଲେବର କାର୍ଡ଼ କରିଛନ୍ତି। ବିଜୁ ଶ୍ରମିକ ସଂଗଠନ ଗୋଟେ ହେଇଥିଲା, ଯେଉଁଥିରେ ମୁଁ ଉପସଭାପତି ଥିଲି ସଂଗଠନରେ। ସେ ଏଇ ପରିଚୟ ତାଙ୍କର ସବୁବେଳେ, ସେ ଗରିବ ଲୋକଙ୍କର କେମିତି କାମ ହେବ ଶେଷ ମଲା ପର୍ଯ୍ୟନ୍ତ ବି ସେ ଲେବର କାର୍ଡ଼ କରୁଥିଲେ। ତେଣୁ ଏଇଟା ଗୋଟେ ତାଙ୍କର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ। ତେଣୁ ସେଇଭଳିଆ ବ୍ୟକ୍ତି ଯିଏକି ଆମର ଘନିଷ୍ଠ ବନ୍ଧୁ, ଆମେ ତାଙ୍କୁ ହରେଇଛୁ, ସେଥିପାଇଁ ଆମମାନେ ସବୁ ବହୁତ ଦୁଃଖିତ। ମୋ ନାଁ କେ ମାର୍କ, ମୁଁ ପେଣ୍ଟିକଟାରେ ରହେ। ବାପି ଭାଇ ମୋର ନିଜେ ବଡ଼ ଭାଇ। ଆମେ ବାପାଙ୍କ ସହିତ ଗୋଟେ ପାରିବାରିକ ଜିନିଷ ଭିତରେ, ମୋ ଘର ସହିତ ମୁଁ ଛୋଟ ପିଲାରୁ ସେ ମୋ ଘର ଭିତରେ ରହେ। କିନ୍ତୁ ପେଣ୍ଟିକଟାରେ ସିଏ ଗୋଟେ ଏମିତି ନେତା, ଆମ ପାଇଁ କାମ କରୁଥିଲା, ଲୋକଙ୍କ ପାଇଁ ସେବା କରୁଥିଲା। ସିଏ ତେଲୁଗୁ ବୋଲି ସମସ୍ତେ ତାକୁ ସ୍ୱୀକାର କରନ୍ତି। ସେ କେବେ ମାନେ ୟା ଭିତରେ ଏଇଟା ମୁଁ ସେଇଟା ଏଇଟା ବୋଲି ତାଙ୍କର କେବେ ସେମିତି କିଛି ନଥିଲା। ସେ ଆମ ବାପାଙ୍କୁ ନେଇକି ପେଣ୍ଟିକଟାରେ ଯେକୌଣସି ଗରିବ ଲୋକଙ୍କର ସବୁ ସେବାରେ, ସବୁ କାର୍ଯ୍ୟକ୍ରମରେ ସେ ଆଗ ବାପାଙ୍କ ସହିତ ରହିକିରି ବହୁତ କିଛି କାମ କରିଛନ୍ତି। ତାଙ୍କୁ କାମ ଗୁଡ଼ାକୁ ଲୋକ ଭୁଲି ନାହାନ୍ତି, ଏବେ ବି ଲୋକ ଭୁଲୁନାହାନ୍ତି। ତାଙ୍କୁ ମନେ ରଖିବେ। ତାଙ୍କୁ ପରିବାରକୁ ଆମେ ପ୍ରାର୍ଥନା କରୁଛୁ, ଭାଇମାନଙ୍କୁ ସମସ୍ତଙ୍କୁ, ଭାଉଜଙ୍କୁ ସମସ୍ତଙ୍କୁ, କେମିତି ଭଗବାନଙ୍କ ଆଶୀର୍ବାଦରେ ତାଙ୍କର ସୁକାନ୍ତ ରହିବେ। ତାଙ୍କୁ ମନଟା ଆମେ ପେଣ୍ଟିକଟାବାସୀ ସମସ୍ତେ କିଏ ଭୁଲିବେନି। ପେଣ୍ଟିକଟାବାସୀ ଭିତରେ ବି ସେ ଗୋଟେ ଭଲ କାର୍ଯ୍ୟକ୍ରମ ତାଙ୍କ ମନ ରହିଯାଇଛନ୍ତି। ଆଉ ତେଲୁଗୁ ଭାଷାଟା ଏମିତି ଭଲ ଭାବରେ କହିବେ, ଆଉ ଆମେ ବି ସେମିତି କହିପାରୁନଥିବୁ। ସେ ଆମ ଭାଇ ସେମିତି କଥାବାର୍ତ୍ତା ହୁଅନ୍ତି, ଆମର ଲୋକଙ୍କ ସହିତ ସେମିତି ମିଶିକିରି ତାଙ୍କ ବୟସରୁ ଏପର୍ଯ୍ୟନ୍ତ ସେମିତି ଗଢ଼ିଲେ। ମୁଁ ତାଙ୍କ ପରିବାରକୁ ଭଗବାନଙ୍କର ଦେହରୁ ଇଏ କରିବାକୁ ଚାହୁଁଛି, ଆତ୍ମା ଶାନ୍ତି ରହୁ, ତାଙ୍କ ଭଗବାନ ଦେହରେ ଭଲ ରହିବା ପାଇଁ ମୁଁ ସବୁ କରିକି କରୁଛି।